ଜୟଗୁରୁ। ଆମର ପ୍ରିୟ ଠାକୁର ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ କହିଛନ୍ତି, ତୃଣାଦପି ସୁନିଚେନ, ଅର୍ଥାତ୍ ତୃଣ ବା ଘାସ ଠାରୁ ମଧ୍ୟ ନିଜକୁ ଛୋଟ, ନମ୍ର ଓ ବିନମ୍ର ମନେ କରିବ। ଏହା ହିଁ ପ୍ରକୃତ ବୈଷ୍ଣବ ଭକ୍ତର ଭାବ। ଆଜିର ସମାଜରେ ପ୍ରତ୍ୟେକ ମଣିଷ ବଢ଼ାଇବାକୁ ଚାହେଁ, ସମ୍ମାନ, ପ୍ରଶଂସା ଏବଂ ପ୍ରତିଷ୍ଠା ପାଇବାକୁ ଚାହେଁ। କିନ୍ତୁ ଠାକୁର କହିଛନ୍ତି, ଆଧ୍ୟାତ୍ମିକ ପଥରେ ଯିଏ ଯେତେ ନମ୍ର ସେ ସେତେ ମହାନ। କାରଣ ଅହଙ୍କାର ଭଗବାନଙ୍କ ଠାରୁ ଦୂରେଇ ଦିଏ, ଆଉ ବିନୟ ଭଗବାନଙ୍କ ନିକଟକୁ ନେଇଯାଏ। ଠାକୁର କହିଛନ୍ତି, ଯେତେବେଳେ ଜଣେ ଭକ୍ତ ନିଜକୁ ବାରମ୍ବାର କ୍ଷୁଦ୍ର ବୋଲି ଭାବନ୍ତି, ସେହି ଭାବ ଧୀରେ ଧୀରେ ତାଙ୍କର ସ୍ୱଭାବରେ ପରିଣତ ହୁଏ। ତାପରେ ଏମିତି ଏକ ଅବସ୍ଥା ଆସେ ଯେଉଁଠାରେ ଛୋଟ ଓ ବଡ଼ର ଭେଦ ରହେ ନାହିଁ। ଏହାକୁ ବୁଝାଇବାକୁ ଯାଇ ଠାକୁର ଏକ ସୁନ୍ଦର କଥା କହିଛନ୍ତି, ବିନ୍ଦୁ ସିନ୍ଧୁରେ ମିଶି ଏକାକାର ହୋଇଯାଏ। ଅର୍ଥାତ୍ ଗୋଟିଏ ଜଳବିନ୍ଦୁ ଯେପରି ସମୁଦ୍ରରେ ମିଶିଗଲା ପରେ ତାର ଅଲଗା ପରିଚୟ ରହିନାହିଁ, ସେ ସମୁଦ୍ରର ବିଶାଳତାରେ ଲୀନ ହୋଇଯାଏ। ଠିକ୍ ସେହିପରି ଯେତେବେଳେ ଭକ୍ତଙ୍କର ଅହଙ୍କାର ସମ୍ପୂର୍ଣ୍ଣ ଦୂର ହୋଇଯାଏ, ସେ ଭଗବାନଙ୍କ ଚରଣରେ ନିଜକୁ ସମର୍ପଣ କରିଦିଅନ୍ତି, ସେଠାରେ ମୁଁ ଓ ମୋର ଭାବ ଆଉ ରହେ ନାହିଁ, କେବଳ ପ୍ରଭୁଙ୍କ ସତ୍ତା ଅନୁଭବ ହୁଏ। ତେଣୁ ଆମେ କେବଳ ମୁଖରେ ବିନୟର କଥା ନ କହି ନିଜ ଜୀବନରେ ତାହାକୁ ଧାରଣ କରିବା ଆବଶ୍ୟକ। ନମ୍ରତା, ସହନଶୀଳତା ଓ ଅହଙ୍କାରହୀନ ଜୀବନ ହିଁ ଭକ୍ତର ପ୍ରକୃତ ଅଳଙ୍କାର। ଆସନ୍ତୁ ଆଜି ଆମେ ସଂକଳ୍ପ କରିବା, ନିଜ ମନରୁ ଅହଙ୍କାରକୁ ଦୂର କରିବା, ବିନୟକୁ ଆପଣେଇବା ଏବଂ ଭଗବାନଙ୍କ ଚରଣରେ ସମ୍ପୂର୍ଣ୍ଣ ସମର୍ପିତ ହେବା। ଏହି ପଥ ହିଁ ଆମକୁ ପରମ ଶାନ୍ତି ଓ ପରମାତ୍ମାଙ୍କ ସହ ଏକାତ୍ମତାର ଅନୁଭବ ଦେବ। ଜୟ ଗୁରୁ।